ଦେଖନ୍ତୁ ଆପଣମାନେ ବାରମ୍ବାର କମେଣ୍ଟ କରୁଛନ୍ତି ଯେ ଭାଇ ପେନସନ୍ କେବେ ଇନକ୍ରିମେଣ୍ଟ ହେବ? ଯୋଉଟାକି ମଧୁବାବୁ ଓଲ୍ଡ ଏଜ୍ ପେନସନ୍ ରହୁଛି, ସେ ପେନସନ୍ କେବେ ଇନକ୍ରିମେଣ୍ଟ ହେବ? କାରଣ ବହୁତ ଗୁଡ଼ିଏ ସୋସିଆଲ ମିଡ଼ିଆ ଚ୍ୟାନେଲ୍ ବା ୟୁଟ୍ୟୁବ୍ ଚ୍ୟାନେଲ୍ ଅଛି ଯୋଉଥିରେ କି ବାରମ୍ବାର ନ୍ୟୁଜ୍ ଆସୁଛି ଯେ ମାନେ ପେନସନ୍ ଇନକ୍ରିମେଣ୍ଟ ହେଇଗଲା, ଯେ 3500 ଟଙ୍କା ମିଳିବ, ଏଇ ଦିନଠାରୁ ମିଳିବ, 3000 ଟଙ୍କା ଲେଖାଏଁ ମିଳିବ, ଏମିତି ବହୁତ ଗୁଡ଼ିଏ ନ୍ୟୁଜ୍ ଆସୁଛି। ବଟ୍ ଆପଣମାନେ ସେସବୁ ନ୍ୟୁଜ୍ ଦେଖୁଛନ୍ତି ଏବଂ ବାରମ୍ବାର ମୋତେ କମେଣ୍ଟ କରୁଛନ୍ତି ଯେ ଭାଇ ଆକ୍ଚୁଆଲି ନ୍ୟୁଜ୍ କ'ଣ? ପୂର୍ବରୁ ମଧ୍ୟ ଗୋଟେ ଭିଡ଼ିଓ ଆପଣମାନଙ୍କ ପାଇଁ ଦେଇଥିଲି। ଆପଣମାନେ ମଧ୍ୟ ବହୁତ ଯୋଉମାନେ ଦେଖିଛନ୍ତି ସେମାନେ ଜାଣିଥିବେ। ତା ସହିତ ବର୍ତ୍ତମାନ ମଧ୍ୟ ଗୋଟେ ଭଲ ଅପଡେଟ୍ ଅଛି ଆପଣମାନଙ୍କ ପାଇଁ। କ'ଣ ସେଇ ଅପଡେଟ୍? ଆପଣମାନେ ଜାଣିବେ ଯେ ପେନସନ୍ ଇନକ୍ରିମେଣ୍ଟକୁ ନେଇକି ବର୍ତ୍ତମାନ ସରକାରଙ୍କ ମାଇଣ୍ଡରେ କ'ଣ ଚାଲିଛି ଏବଂ ଆମର ଯେ ନେତା ମନ୍ତ୍ରୀ ଅଛନ୍ତି ସେମାନଙ୍କ ମାଇଣ୍ଡରେ କ'ଣ ଚାଲିଛି ତା ମଧ୍ୟ ମୁଁ ଆପଣମାନଙ୍କୁ ଦେଖେଇବି, ଆପଣମାନେ ମଧ୍ୟ ଦେଖିବେ। ଭିଡ଼ିଓଟା ପୁରା ଏଣ୍ଡ ପର୍ଯ୍ୟନ୍ତ ଦେଖନ୍ତୁ। ଓକେ, ଆଉ ସବସ୍କ୍ରାଇବ୍ ନିଶ୍ଚିତ ଭାବରେ କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଆପଣମାନେ ସବୁବେଳେ ଏଠାରେ ପରଫେକ୍ଟ ନ୍ୟୁଜ୍ ବି ପାଇବେ। ଆପଣମାନେ ମଧ୍ୟ ଭିଡ଼ିଓକୁ ସେୟାର କରିପାରିବେ, ସେୟାର କରି ମଧ୍ୟ ସମସ୍ତଙ୍କୁ ଜଣାଇପାରିବେ ଯେ ଆକ୍ଚୁଆଲ ନ୍ୟୁଜ୍ କ'ଣ ଅଛି, ବର୍ତ୍ତମାନ ଷ୍ଟାଟସ୍ କ'ଣ ଅଛି ପେନସନ୍ ଇନକ୍ରିମେଣ୍ଟ ଉପରେ। ଆପଣମାନେ ସମସ୍ତେ ଜାଣିଛନ୍ତି ଇଲେକ୍ସନ୍ ପୂର୍ବରୁ ଯେତେବେଳେ ଆମର ଇଲେକ୍ସନ୍ ଚାଲିଥିଲା, ପଞ୍ଚାୟତ ଇଲେକ୍ସନ୍, ସେତେବେଳେ ସରକାର ଘୋଷଣା କରିଥିଲେ ଯେ ମାନେ ବହୁତ ଗୁଡ଼ିଏ ଷ୍ଟେଟ୍ରେ ମଧ୍ୟ ଏମିତି ବି କରୁଛନ୍ତି ଯେ ବିଭିନ୍ନ ପ୍ରକାର ସ୍କିମ୍ ଲଞ୍ଚ କରୁଛନ୍ତି। ଆକ୍ଚୁଆଲି ଯେତେବେଳେ ସରକାର ପାୱାରକୁ ଆସିଯାଉଛନ୍ତି ସେତେବେଳେ କୌଣସି ସ୍କିମ୍କୁ ଯେତେ ପ୍ରକାର କିଛି ବି ଗୋଟେ ବାହାନା କରିକି ଚଳେଇ ଦେଉଛନ୍ତି ଏବଂ ଲୋକଙ୍କୁ ଭୁଲି ଦେବା ପାଇଁ ଚେଷ୍ଟା କରୁଛନ୍ତି। କିନ୍ତୁ ଆପଣମାନେ ମଧ୍ୟ ଜାଣିଛନ୍ତି ଯେତେବେଳେ ଇଲେକ୍ସନ୍ ଟାଇମ୍ ଆସିଥିଲା ସେତେବେଳେ ଆମର ସରକାର ବିଜେପି ସରକାର ଯେତେବେଳେ ଆସିଥିଲେ ସେତେବେଳେ ମଧ୍ୟ ଘୋଷଣା କରିଦେଇଥିଲେ ଯେ ସମସ୍ତଙ୍କର ପେନସନ୍ ଇନକ୍ରିମେଣ୍ଟ ହେଇଯିବ। ଯେଉଁମାନେ ପାଉଛନ୍ତି 500 ଟଙ୍କା ଲେଖାଏଁ, ସେତେବେଳେ 500 ଟଙ୍କା ଲେଖାଏଁ ମିଳୁଥିଲା, ତେବେ 500 ଟଙ୍କା ଲେଖାଏଁ ଯେଉଁମାନେ ପାଉଛନ୍ତି ସେମାନଙ୍କୁ 3000 ଟଙ୍କା ଲେଖାଏଁ କରିଦିଆଯିବ। କାରଣ ଏମିତି ବହୁତ ଗୁଡ଼ିଏ ଷ୍ଟେଟ୍ ଅଛି ଆମ ଭାରତରେ ଯେଉଁ ଷ୍ଟେଟ୍ ଗୁଡ଼ାକରେ ମଧ୍ୟ ଆକ୍ଚୁଆଲି 3000 ଟଙ୍କା ଲେଖାଏଁ ପେନସନ୍ ମିଳୁଛି। 3000 ଟଙ୍କା ଲେଖାଏଁ ଏବଂ 3500 ଟଙ୍କା ଲେଖାଏଁ ମଧ୍ୟ ମିଳୁଛି। 60+ ଏଜେସ୍ ଯେଉଁମାନେ ରୁହନ୍ତି ଓଲ୍ଡ ଏଜ୍ ପେନସନ୍ ପାଉଛନ୍ତି ସେମାନଙ୍କୁ ମିଳୁଛି। ଓକେ, ସେଇ ପେନସନ୍କୁ ଆମ ଓଡ଼ିଶାରେ ମଧ୍ୟ ଇମ୍ପୋଜ କରିବା ପାଇଁ ବା ଆପ୍ଲାଏ କରିବା ପାଇଁ ସରକାର କହିଥିଲେ, କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ତା ଉପରେ କୌଣସି ମାନେ ଅପଡେଟ୍ ନାହିଁ। ଖାଲି ମଝିରେ 1000 ଟଙ୍କା ଲେଖାଏଁ ଯେଉଁଟା କରିଥିଲେ, ଯାହା ପୂର୍ବତନ ସରକାର ମଧ୍ୟ ସେଟା କରିବା ପାଇଁ କହିଥିଲେ, ସେଟା ମଧ୍ୟ ହେଇଗଲା, 1000 ଟଙ୍କା ଲେଖାଏଁ ହେଇଗଲା। କିନ୍ତୁ 1000ରୁ 3000 ଟଙ୍କା ଲେଖାଏଁ କେମିତି ହେବ, କେବେ ହେବ, ଏହା ଉପରେ କୌଣସି ଅପଡେଟ୍ ନାହିଁ। କିନ୍ତୁ ବର୍ତ୍ତମାନ ଏବେ ରିସେଣ୍ଟଲି ଗୋଟେ ଅପଡେଟ୍ ଆସିଛି। କ'ଣ ଅପଡେଟ୍? ଆପଣମାନେ ମଧ୍ୟ ନିଜେ ଦେଖନ୍ତୁ ଏବଂ ଜାଣନ୍ତୁ। ଆଉ ସରକାର ଯୋଉ ନିର୍ବାଚନ ପୂର୍ବରୁ ଇସ୍ତାହାର ଦେଇଥିଲେ 3500 ଟଙ୍କା ଲେଖାଏଁ ସମସ୍ତଙ୍କୁ ଭତ୍ତା ଦିଆଯିବ, ସେଇ ସମ୍ବନ୍ଧରେ ପ୍ରଶ୍ନ କରିଥିଲି। 3500 ଭତ୍ତା ପାଇଁ ଯୋଉ ଆମେ ସେ ଇସ୍ତାହାରରେ କହିଥିଲେ ତା ସମ୍ବନ୍ଧରେ ଜମାରୁ ମାନେ ଗୋଟେ ପଦ ବି ଉତ୍ତର ଦେଇନାହାନ୍ତି। ଏହା ଏକ ଦୁର୍ଭାଗ୍ୟଜନକ ଘଟଣା। ସବୁବେଳେ ଆପଣମାନେ ମଧ୍ୟ ଦେଖିଲେ, ଜାଣିଲେ ଯେ ସରକାରଙ୍କର ରିପୋର୍ଟ ମାନେ ସରକାରଙ୍କର ରିପ୍ଲାଏ କ'ଣ ରହିଲା। ଓକେ, ତା ସହିତ ଆପଣମାନେ ମଧ୍ୟ ନିଜେ ଟିକେ ଭାବନ୍ତୁ, ଯେଉଁ ପେନସନ୍ ଇନକ୍ରିମେଣ୍ଟ କଲେ ସରକାର ମାନେ ଖାଲି କଥା ରଖିବା ପାଇଁ 80 ବର୍ଷରୁ ଅଧିକ ଲୋକମାନଙ୍କ ପାଇଁ କଲେ। ଯେ 80 ବର୍ଷରୁ ଅଧିକ ଯେଉଁମାନେ ରହିଲେ, 80 ବର୍ଷ ବୟସ, ସେମାନଙ୍କୁ ମିଳିବ 3000 ଟଙ୍କା ଲେଖାଏଁ। ଆଉ ଯେଉଁମାନେ 80%ରୁ ଅଧିକ ହ୍ୟାଣ୍ଡିକ୍ୟାପ୍ ରହିଲେ ସେମାନଙ୍କୁ ମିଳିବ 3500 ଟଙ୍କା ଲେଖାଏଁ। ଆକ୍ଚୁଆଲି ଆପଣମାନେ ନିଜେ ମଧ୍ୟ ଚିନ୍ତା କରନ୍ତୁ, ଆମ ଓଡ଼ିଶାରେ କେତେ ଲୋକ ଅଛନ୍ତି ଯେଉଁମାନେ 80 ବର୍ଷରୁ ଅଧିକ ଏଜେସ୍ ଅଛନ୍ତି। ଓକେ, ଆଉ ସେମାନେ ସରକାର ସେତେ ଦିନ ବଞ୍ଚିଲା ଯାଏଁ ସରକାର ଅପେକ୍ଷା କରିବେ, ଲୋକମାନେ ମଧ୍ୟ ଅପେକ୍ଷା କରିବେ ଏବଂ ସେମାନଙ୍କୁ ମିଳିବ 3500 ଟଙ୍କା ଲେଖାଏଁ ଭତ୍ତା। ଆମ ଓଡ଼ିଶାରେ ବର୍ତ୍ତମାନ ପାଖାପାଖି 50ରୁ 55 ଲକ୍ଷ ଲୋକ ଅଛନ୍ତି ଯେଉଁମାନେ ପେନସନ୍ ପାଉଛନ୍ତି। ଓଲ୍ଡ ଏଜ୍ ପେନସନ୍ ହେଉ କିମ୍ବା ବିଧବା ଭତ୍ତା ହେଉ କିମ୍ବା ହ୍ୟାଣ୍ଡିକ୍ୟାପ୍ ଭତ୍ତା ମଧ୍ୟ ତା ଭିତରେ ଇନକ୍ଲୁଡେଡ୍ ଅଛି। ଟୋଟାଲ୍ ମିଶିକି 50ରୁ 55 ଲକ୍ଷ ଲୋକ ଅଛନ୍ତି ଯେଉଁମାନଙ୍କୁ ପେନସନ୍ ମିଳୁଛି। ତା ମଧ୍ୟରୁ କେବଳ 6-7 ଲକ୍ଷ ଲୋକ ଅଛନ୍ତି ଯେଉଁମାନେ 80 ବର୍ଷରୁ ଅଧିକ ଏଜେଡ୍ ଲୋକ ଅଛନ୍ତି, ସେମାନଙ୍କୁ ମିଳୁଛି କେବଳ 3000 ଟଙ୍କା ଲେଖାଏଁ। ଏବଂ ତା ଦେହରୁ କିଛି ମଧ୍ୟ ଅଛନ୍ତି ମାନେ ହ୍ୟାଣ୍ଡିକ୍ୟାପ୍ ଲୋକ ଅଛନ୍ତି ସେମାନଙ୍କୁ ମଧ୍ୟ ସେଇ 10-12 ଲକ୍ଷ ଲୋକ ଅଛନ୍ତି, ସେମାନଙ୍କୁ ମଧ୍ୟ 3500 ଟଙ୍କା ଲେଖାଏଁ ପେନସନ୍ ମିଳୁଛି। ତେଣୁ ଇଏ ଆପଣମାନଙ୍କ ପାଇଁ ଥିଲା ସବୁଠାରୁ ଭଲ ଅପଡେଟ୍, ଯେଉଁଟାକି ଆପଣଙ୍କର ରିଅଲ୍ ଅପଡେଟ୍ ଆପଣମାନଙ୍କୁ ଦେଖେଇଲି, ଆପଣମାନେ ମଧ୍ୟ ଦେଖିଲେ। ଆଉ ଆପଣମାନେ ବାରମ୍ବାର ଯେଉଁ କମେଣ୍ଟ କରୁଥିଲେ ଯେ ଭାଇ ଆକ୍ଚୁଆଲି ନ୍ୟୁଜ୍ କ'ଣ, ମୁଁ ଆପଣମାନଙ୍କୁ ସବୁବେଳେ ଆକ୍ଚୁଆଲ ନ୍ୟୁଜ୍ ହିଁ ଦେଉଛି। ଓକେ, ଆପଣମାନେ ଇଆଡ଼ୁ ସିଆଡ଼ୁ ବହୁତ ଗୁଡ଼ିଏ ଚ୍ୟାନେଲ୍ ଦେଖୁଛନ୍ତି ଯେଉଁଥିପାଇଁ ଆପଣ କନଫ୍ୟୁଜ୍ ହେଉଛନ୍ତି ଏବଂ ବାରମ୍ବାର ମୋତେ ମଧ୍ୟ କମେଣ୍ଟ କରୁଛନ୍ତି। ଆପଣମାନଙ୍କୁ ସବୁବେଳେ ଗୋଟେ କଥା କହିବି, ଯେଉଁ ନ୍ୟୁଜ୍ ଆପଣଙ୍କୁ ଠିକ୍ ଲାଗୁଛି କେବଳ ସେଇ ନ୍ୟୁଜ୍ ଦେଖନ୍ତୁ। ଯେଉଁ ନ୍ୟୁଜ୍ ଆପଣଙ୍କୁ ଠିକ୍ ନ୍ୟୁଜ୍ ଦେଖୁଛି, ଠିକ୍ ଅପଡେଟ୍ ଦେଉଛି, କେବଳ ସେଇ ଚ୍ୟାନେଲ୍କୁ କେବଳ ଫଲୋ କରନ୍ତୁ। ୟୁଟ୍ୟୁବରେ ବହୁତ ଗୁଡ଼ିଏ ଅଛନ୍ତି ମାନେ ଫେକ୍ ୟୁଟ୍ୟୁବର, ସେମାନେ କିଛି ବି ନ୍ୟୁଜ୍ ବନେଇ ଦେଉଛନ୍ତି। ସେସବୁ ଜିନିଷକୁ ଆପଣମାନେ ଭୁଲନ୍ତୁ, ସେସବୁ ଜିନିଷକୁ ମାନେ ମାଇଣ୍ଡରେ ନିଅନ୍ତୁ ନାହିଁ। ଆପଣଙ୍କୁ ସବୁଠାରୁ ଭଲ ସଜେସନ୍ ମୁଁ ଗୋଟେ କଥା କହିବି, ଆପଣମାନେ ମୋବାଇଲରେ ୟୁଟ୍ୟୁବରେ ଦେଖିବା ଅପେକ୍ଷା ଆପଣମାନେ ମୋବାଇଲରେ ଆମର ଚ୍ୟାନେଲ୍ ରହୁଛି, ବିଭିନ୍ନ ପ୍ରକାର ଓଡ଼ିଶାର ଭଲ ଭଲ ଚ୍ୟାନେଲ୍, ଟିଭି ଚ୍ୟାନେଲ୍ ମଧ୍ୟ ରହୁଛି, ସେଇ ଚ୍ୟାନେଲ୍କୁ ଫଲୋ କରନ୍ତୁ। ସେଇ ଚ୍ୟାନେଲ୍ର ନ୍ୟୁଜ୍ ମଧ୍ୟ ଆପଣମାନେ ଦେଖନ୍ତୁ ଏବଂ ସେଇ ଚ୍ୟାନେଲ୍ରେ ଯାହା ଅପଡେଟ୍ ଆସୁଛି ଆପଣମାନେ ସେଇଆକୁ ବିଶ୍ୱାସ କରନ୍ତୁ। ଓକେ, ତ ସବୁବେଳେ ଆପଣମାନେ ଜାଣିଛନ୍ତି ମୋର ଯେଉଁମାନେ ରେଗୁଲାର ଭିଉଅର୍ ଅଛନ୍ତି, ଆପଣମାନଙ୍କ ପାଇଁ ପେନସନ୍, ଗଭର୍ଣ୍ଣମେଣ୍ଟ ସ୍କିମ୍, ଅନଲାଇନ୍ ସର୍ଭିସ୍, ଯେମିତି ଆପଣମାନେ ଯାଇକି ଜନସେବା କେନ୍ଦ୍ରରେ କାମ କରୁଛନ୍ତି, ଯେକୌଣସି କାମ କରୁଛନ୍ତି ଟଙ୍କା ଦେଇକି, ସେସବୁ କାମ ମଧ୍ୟ କେମିତି ମୋବାଇଲରେ କରିପାରିବେ ତା ଉପରେ ମଧ୍ୟ ମୁଁ ଆପଣମାନଙ୍କୁ ଭିଡ଼ିଓ ଦେଇଥାଏ, ଆପଣମାନେ ମଧ୍ୟ ଜାଣିଛନ୍ତି। ଓକେ, ସବୁବେଳେ ଏଇଟାକୁ ଅପଡେଟ୍ ପାଇବା ପାଇଁ ଆପଣମାନେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।